ସୁକିନ୍ଦା ହନୁମାନ ଛକ ନିକଟ ରାଜପଥ କଡ଼ରେ ଥିବା ପଟ୍ଟା ଜମି ସମ୍ମୁଖରୁ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ। ସୁକିନ୍ଦା ତହସିଲ ଅନ୍ତର୍ଗତ ସୁକିନ୍ଦା ହନୁମାନ ଛକ ସମ୍ମୁଖ ରାଜପଥ କଡ଼ରେ ଥିବା ପଟ୍ଟା ଜମି ସମ୍ମୁଖରୁ ମଙ୍ଗଳବାର ଅପରାହ୍ନ 3 ଘଟିକା ସମୟରେ ଜବରଦଖଲ ଉଚ୍ଛେଦ କଲେ ସ୍ଥାନୀୟ ତହସିଲ ପ୍ରଶାସନିକ ଅଧିକାରୀ। ସୂଚନା ମୁତାବକ ସ୍ଥାନୀୟ ମୁସଲମାନ ସାହି ବାସିନ୍ଦା ଜଣେ ବ୍ୟକ୍ତି ଅହମ୍ମଦ ଅଲ୍ଲୀ ଖାଁଙ୍କ ପଟ୍ଟା ଜମି ସମ୍ମୁଖ ସ୍ଥାନକୁ ଦୀର୍ଘଦିନ ହେବ ଜବରଦଖଲ କରି କେବିନ୍ ପକାଇ ରଖିଥିଲେ। ଏନେଇ ଜମି ମାଲିକ ସ୍ଥାନୀୟ ତହସିଲରେ ଅଭିଯୋଗ କରିବା ପରେ ତହସିଲ ପକ୍ଷରୁ ନୋଟିସ୍ ଜାରି କରାଯାଇ ସ୍ଥାନୀୟ ପୋଲିସ ସହାୟତାରେ ଜବରଦଖଲ ଉଚ୍ଛେଦ କରାଇଥିବା ଦେଖିବାକୁ ମିଳିଛି। ମୋ ନାଁ ଆସିଫ ଅଲ୍ଲୀ ଖାଁ, ପିତା ଅହମ୍ମଦ ଅଲ୍ଲୀ ଖାଁ, ସୁକିନ୍ଦା ଘର। कौन कहे आप केबिन उच्छेद तार कारण कौन रही? ये दीटा केबिन जो होची हमर पैतृक संपत्ति जो केबिन पछकरटा हमर जगह चिन्हट हला परे आमे से जगह को जतले गलु ए करिया पई से आसिफुल्ला खां बोली से माने दीटा केबिन पकेगी से 3 वर्ष हला तांगर पैसा भड़ा आकार रे नउछंती। आ आमे जतले जानिबा पाइलु ताको बारंबार कहलु से हेतु हमको हणा मरा करिया पई ये करी कहले। तापर आमे तहसीलदार ठू परमिशन नेलु पुलिस वाला को ये करी ताको सहयोग रे आज जगह आमे फेरी पाइलु।